ଖୁବ୍ ଶୀଘ୍ର ବଢ଼ିବ ମାସିକ ଭତ୍ତା। ଭତ୍ତା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ କରୁଛନ୍ତି ବିଚାର। ବାଲେଶ୍ୱର ମିଶନ ପଡ଼ିଆରେ ସଭାରେ କହିଲେ ପାଣ୍ଡିଆନ। ଖୁବ୍ ଶୀଘ୍ର ମିଳିବ ଖୁସି ଖବର। ପାଣ୍ଡିଆନ ବାର୍ଦ୍ଧକ୍ୟ ଭତ୍ତା ବିଧବା ଭତ୍ତା ବୃଦ୍ଧି ହେବ। ବାଲେଶ୍ୱରରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ହେଲିକପ୍ଟର ଯୋଗେ ପୋଲିସ ଲାଇନ ପଡ଼ିଆରେ ପହଞ୍ଚିବା ପରେ ପାଣ୍ଡିଆନଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ସହରର ମିଶନ ପଡ଼ିଆରେ ପହଞ୍ଚି ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। 5T ଅଧ୍ୟକ୍ଷ କହିଛନ୍ତି, ଗତ 6 ମାସ ପୂର୍ବରୁ ବାଲେଶ୍ୱର ଆସିଥିଲି। ଆଖାପାଖି 800 ଅଭିଯୋଗ ଗ୍ରହଣ କରିଥିଲି। ସେଥିରୁ ସବୁ ସମସ୍ୟାର ସମାଧାନ ହୋଇସାରିଛି। କେବଳ 80ଟି ସମସ୍ୟାର ସମାଧାନ ହୋଇନାହିଁ। ଖୁବ୍ ଶୀଘ୍ର ସେ ସମସ୍ୟାଗୁଡ଼ିକୁ ସମାଧାନ ହେବ। ବାଲେଶ୍ୱର ଜିଲ୍ଲାକୁ ଉନ୍ନୟନ ପାଇଁ ମୋଟ 11,038 କୋଟି ଟଙ୍କା ମିଳିଛି। ବିଭିନ୍ନ ମନ୍ଦିର, ବେଳାଭୂମି, ବାଲେଶ୍ୱର ସହରରେ ଘରେ କିଭଳି ସେମାନେ ସୁସ୍ଥ ଜଳୀୟ ପାନ ପାଇପାରିବେ ସେ ନେଇ ଟଙ୍କା ମଞ୍ଜୁର କରାଯାଇଛି। ଆପଣଙ୍କର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ବାଲେଶ୍ୱର ପଠାଇଛନ୍ତି। ଆପଣଙ୍କର ସହଯୋଗ ରହିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। ଗ୍ରାମାଞ୍ଚଳରେ ଥିବା ବିଏସ୍କେୱାଇରେ 15% ଲୋକ ସୁବିଧା ପାଇନାହାନ୍ତି। ସେମାନଙ୍କ ପାଇଁ ଆଜିଠାରୁ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଇଛି ବିଜୁ ସ୍ୱାସ୍ଥ୍ୟ କାର୍ଡ। ଏନେଇ ଅନଲାଇନ ଆଜିଠାରୁ ଆରମ୍ଭ ହୋଇ 16 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଖୁବ୍ ଶୀଘ୍ର ସମସ୍ତଙ୍କୁ ଆବେଦନ କରିବା ପାଇଁ ପାଣ୍ଡିଆନ ଅନୁରୋଧ କରିଛନ୍ତି।